ମାନେ ପୁଣି ଥରେ ମୋ ଚ୍ୟାନେଲକୁ ସେୟାର କରିଦେବ। ଛୁଆମାନେ ଆଜି ଆମେ ଦେଖିବା ଗୋଟିଏ ଆପ୍ଲିକେସନ୍ ହେଲା। କାହିଁକି କିଛି ପିଲାମାନେ ଚାହୁଁଥିଲ ମୋ ଆପ୍ଲିକେସନ୍ ତୁମକୁ ଦିଏ, ଏହା ଷ୍ଟାର୍ଟ ହେଇଯାଇଛି। ଛୁଆମାନେ ଆପ୍ଲିକେସନ୍ ଦେବା ଡିସେମ୍ବର 11ରୁ ଷ୍ଟାର୍ଟ ହେଇଯାଇଛି। ଦେଖିବ ତୁମେମାନେ ହେଲେ ଛୁଆ ତ ପ୍ରଶ୍ନ ପଢ଼ିବା ଆଉ ବୁଝିବା। ଆଉ ମୁଁ କହିଦେବି ଫାର୍ଷ୍ଟରୁ ଶେଷ ପର୍ଯ୍ୟନ୍ତ ଦେଖ, ପୁରା ମୁଁ ଟ୍ରିକ୍ କହିଦେବି ଛୁଆମାନେ, ଯାହାକୁ ତୁମେ ଦେଖି ଯଦି ଅତି କମରେ 2-3 ଯଦି ଜାଣିନ ତାହେଲେ ବି ପାରିବ। 10 ନ ଜାଣିଲେ ବି ଛୁଆମାନେ କରିପାରିବ। ମୁଁ ଏହା ତୁମକୁ କହୁଛି, ଖାଲି ବୁଝିବା ଦରକାର କ'ଣ ତୁମେ ଲେଖିବାକୁ ଯାଉଛ। ରାଇଟ୍, ବନେଇବା। ସପୋଜ୍ ୟୁ ଆର୍ ରବୀନ୍ଦ୍ର ଦାସ। ପଢ଼ିବା ଅଛ ମାନେ ଭଲ କରି। କ୍ଲାସ୍ 10 ତୁମର ନାମ ହେଲା ଏବେ ରବୀନ୍ଦ୍ର ଦାସ। ତୁମ ନାଁ ଏବେ ଭୁଲିଯାଅ, ତୁମ ନାଁ ଏବେ ରବୀନ୍ଦ୍ର ଦାସ। କ୍ଲାସ୍ 10 ପଢ଼ ଡିରୁଡ଼ି ତୁମର ସେ ସ୍ଥାନ, ଡିରୁଡ଼ି ହାଇସ୍କୁଲ ହେଲା। ବାସ୍ ଇଏ ତୁମର ଆଡ୍ରେସ୍। ଇଏ କେଉଁଠି ଅଛି ସେଇଟା ଜାଣିବା ଦରକାର ନୁହେଁ। Write an application to your headmaster requesting him to let you go for leave for your mother who is in hospital. এটা ভিଡ଼ି ଯାଇଛି ସେମାନେ ଟିକେ ସରି ଫର୍ ଦ୍ୟାଟ୍। ଇଏ ଟିକେ ଇନ୍ଟା ଭିଡ଼ି ଯାଇଛି, ଫାଙ୍କା ହେଇଥାନ୍ତା। ଇଏ ହେଲା ଛୁଆମାନେ, ତାହେଲେ ମୋଟାମୋଟି ଭାବରେ ଇଏ ହେଲା ତୁମର ସେ କ୍ୱେଶ୍ଚନ୍। ଆପ୍ଲିକେସନ୍ କେମିତି ଲେଖାଯାଏ ମୁଁ ତୁମକୁ କହିଦେବି ଛୁଆମାନେ। ପ୍ରଥମ କ'ଣ କରିବ, ଏଥିରେ 2ଟା ଟୁ ଥିବ। ଦେଖ ଛୁଆମାନେ 2ଟା ଟୁ, ଏ ଦେଖ ଟୁ ୟୋର ହେଡ଼ମାଷ୍ଟର। ଏଇ ଯେଉଁ ଟୁ ଅଛି ପ୍ରଥମ ଛୁଆମାନେ, ଇଏ ମୁଁ କହିଦିଏ। ଏଇ ଯେଉଁ ଟୁ ଯେଉଁ ତୁମର ଅଛି ନା, ଏଇ ଟୁ ଯେଉଁ ତୁମର ଅଛି, ଇଏ ତୁମର ଗୋଟେ ଟୁ, ଆଉ ଗୋଟେ ଦେଖ ଏଠି ଗୋଟେ ଟୁ। ତାହେଲେ ଏଇ ଯେଉଁ ଟୁଟା ଇଏ ତୁମେ ରିକ୍ୱେଷ୍ଟ କ୍ଷେତ୍ରରେ ୟୁଜ୍ କରିବ। ଏଇ ଟୁଟା ତୁମର ହିଡ଼ିଂ ପାଇଁ ଦେବ। ଏଠି ଯଦି ଭିଡ଼ିଓ ଥାନ୍ତା ତାହେଲେ ବି ସେମିତି ଟୁ ଦି ଭିଡ଼ିଓ, ଆଉ ହେଡ଼ମାଷ୍ଟର ଥାନ୍ତା ଟୁ ଦି ହେଡ଼ମାଷ୍ଟର ହେଲା ନା। କଲେକ୍ଟର ଥାନ୍ତା ତାହେଲେ ଟୁ ଦି, ତାହେଲେ ପ୍ରଥମ ଟୁଟା ଇଏ ହେଲା ନା। ତାହେଲେ ଆମେ ଏଠି ଆଗରେ ଟୁ ଲେଖିଦେବା ହେଲା। ଆଉ ଠିକ୍ ତା ତଳକୁ ଏମିତି ଦି ହେଡ଼ମାଷ୍ଟର ଲେଖେ, ଟୁ ଦି ହେଡ଼ମାଷ୍ଟର ଏମିତି ଲେଖିବା ହେଲା ଛୁଆମାନେ। ହେଡ଼ମାଷ୍ଟର ତାପରେ ତାକୁ କାହାକୁ ଟେଷ୍ଟ ବୋଲେ ଏମିତି ଲେଖୁଛନ୍ତି, ନହେଲେ ହଁ ସାର୍ମାନେ ତୁମର କ'ଣ ଟେଷ୍ଟ ପେପର୍କୁ ବି ଫଲୋ କରନ୍ତି ନା। ବନେଇବା ଛୁଆମାନେ। ଇଏ ଛୁଆମାନେ ଆଗରେ ମୁଁ ଟୁ ଲେଖିଥିଲି। ଏବେ ୟାର ତାର ଠିକ୍ ତା ତଳକୁ ମାନେ ଟୁ ଦି ହେଡ଼ମାଷ୍ଟର ହେଲା। କାହିଁକି ୟାକୁ ପ୍ରଥମ ଟୁ ମୁଁ କହିଲି ନା, ପ୍ରଥମ ଟୁ କାହାକୁ ହିଡ଼ କରୁଛୁ, ଏହାକୁ ହେଡ଼ମାଷ୍ଟରକୁ ହିଡ଼ କରୁଛୁ ହେଲା ନା। ଇଏ ପ୍ରଥମ ଟୁ ଇଏ ଅଛି ହେଡ଼ମାଷ୍ଟର, ତାହେଲେ ଟୁ ଦି ଏଠି ମୁଁ ଏମିତି କରିକି ଲେଖିଦେବି ହେଡ଼ମାଷ୍ଟର ହେଲା ଛୁଆମାନେ। ଶିଖ ଭଲ ଭାବରେ। ପ୍ରଥମ କ'ଣ ଲେଖିବା ଛୁଆମାନେ, ଇଏ ଟୁ ଦି ହେଡ଼ମାଷ୍ଟର ଡିରୁଡ଼ି ହେଲା ନା, ହାଇସ୍କୁଲ ଡିରୁଡ଼ି ଏମିତି ଲେଖିଦେଲି ହେଇଗଲା। ତାପରେ ମୟୂରଭଞ୍ଜ ନା ଇଏ କଟକ କିଛି ଦରକାର ନାହିଁ। ଇଏ ହେଇଗଲା ଛୁଆମାନେ, ୟାକୁ ଲେଖିଦେଲ। ଇଏ ହେଡ଼ିଂରେ ଚାଲିଗଲା ତୁମର। ଏବେ ଷ୍ଟାର୍ଟ କର, ମୁଁ କହିଥିଲି ଛୁଆମାନେ, ଇଏ ତ ତୁମର ହେଡ଼ିଂରେ ଚାଲିଗଲା। ଏବେ ଆଉ ଏଇଟା କଥା ଗୋଟେ ହେଲା ତୁମର ଥ୍ରୋ ଦି କ୍ଲାସ୍ ଟିଚର। ହଁ ଟେଷ୍ଟ ପେପର୍ ଏବେ ଲେଖୁନାହାନ୍ତି କିଛିକା, ତାପରେ ତୁମର ସାର୍ମାନେ ବି କହୁଥିବେ ଯାଇକି ନା ଏତେ ଲେଖା ହେଉନି। ଏଇ ଯେ ଲେଖା ହେଉନି, କିଏ ଲେଖୁନାହିଁ ଛୁଆମାନେ, ଟେଷ୍ଟ ପେପର୍କୁ ଫଲୋ କରୁଛନ୍ତି ସବୁ। ତାହେଲେ ଏନିୱେ ଲେଖିତ ଥ୍ରୋ ଦି କ୍ଲାସ୍ ଟିଚର, କିଛି ଅର୍ଥ ନାହିଁ, ଲେଖ। ହଁ ବାକି ତୁମମାନେ କ'ଣ କରିବ, ଏହାକୁ ଟିକେ ସିରିଏଲି ଏହା ଠିକ୍ ତଳକୁ ଏହାକୁ ରଖୁଥିବ, ଠିକ୍ ଆସିବ ହେଲା। ଇଏ ଆସିଲା କ'ଣ, ଥ୍ରୋ ଦି କ୍ଲାସ୍ ଟିଚର ହେଲା ଛୁଆ, ଥ୍ରୋ ଦି କ୍ଲାସ୍ ଟିଚର। ଏବେ କ'ଣ ଲେଖିବା, ଆମେ ସାପ୍ ଲେଖିବା, ତାପରେ ଆମେ ଆରମ୍ଭ କରିବା ହେଲା ଛୁଆମାନେ। ବନେଇବା। ଆଚ୍ଛା ସାପ୍ କେମିତି ଲେଖିବା, ସବଜେକ୍ଟ ହେଲା ଏହା ଛୁଆମାନେ। ଏଇଟା ଲେଖିବା ଜରୁରତ ରିକ୍ୱେଷ୍ଟିଂ, ଏଇ ଯେ ରିକ୍ୱେଷ୍ଟ। ଦ୍ୱିତୀୟ ଟୁ ମୁଁ କହିଥିଲି, ପ୍ରଥମ ଟୁଟା ହିଡ଼ିଂ ଆସିଲା ହେଇଗଲା, ଯିଏକି ତୁମର ହେଡ଼ମାଷ୍ଟର ଏଟା ଲେଖିଲ। ଦ୍ୱିତୀୟ ଟୁ ଇଏ ଯିଏକି ଏହାଟାରେ ଇଏ ହେଲା ତୁମେ ସବଜେକ୍ଟ ଲେଖିବ। ସବଜେକ୍ଟ ଲେଖିବ ଏମିତିକା, ଏମିତି କରିକି ଲେଖିଦେବ। ରିକ୍ୱେଷ୍ଟିଂ ଲେଖା ଅଛି ବା ରିକ୍ୱେଷ୍ଟ ଟୁ ଲେଖିଦେବ ହେଲା। ଗୋ ଫର୍ ଲିଭ୍, ପାସ୍। ଏଇ ବାକ୍ୟଟାକୁ ଆମେ ଟିକେ ମିନିମାଇଜ୍ କରିକି ବା ଚେଞ୍ଜ କରିକି ଲେଖିବା, ବା ଡାଇରେକ୍ଟ ଲେଖିଲେ ବି ହେବ ହେଲା ଛୁଆମାନେ। କ'ଣ ଲେଖିବି ତାହେଲେ, ରିକ୍ୱେଷ୍ଟ ଟୁ ଗୋ ଫର୍ ଲିଭ୍ ଫର୍ ମାଇ ମଦର ଇଲନେସ୍, ବା ଏଠି କିଛି ଚେଞ୍ଜ କରିବା, ମଦର ଇଲନେସ୍, ମାଆକୁ ଅସୁସ୍ଥତା ପାଇଁ ହେଲା ବନେଇବା। ଇଏ ତ କଥା ଆମେ ଲେଖିଦେଲେ ରିକ୍ୱେଷ୍ଟ ଫର୍ ଲିଭ୍ ଫର୍ ମାଇ ମଦର ଇଲନେସ୍, ମାଆଙ୍କୁ ଅସୁସ୍ଥତା ପାଇଁ ଛୁଟି। ଆଚ୍ଛା ତାହେଲେ ଏବେ ତୁମର କାହାଣୀ କ'ଣ ହେଲା, ତୁମର ମା ଅସୁସ୍ଥ ଅଛନ୍ତି, ତୁମ ମା ଅସୁସ୍ଥ ଅଛନ୍ତି, ଆଉ ଯିଏକି ହସ୍ପିଟାଲରେ ଅଛନ୍ତି, ତାଙ୍କ ପାଇଁ ତୁମେ ଛୁଟି ନେଇକି ଯିବାକୁ ଚାହୁଁଛ। ଏବେ ଏଠି କାରଣ ଲେଖିବାକୁ, ତା ପୂର୍ବରୁ ମୁଁ ରିଜନ୍ ତ କହିବି, ତା ପୂର୍ବରୁ ଆମେ ଲେଖିବା
ये सीरियल गला एबे ये बार कला ये आकार ये स्टार तापर ए लाइनटा मु कहि दिछु माने पूरा मुखस्त कर दो प्रत्येक एप्लिकेशन आसबो लिखि देबो हेगला 2-3 मार्क निश्चित पाइबो प्रथम हेडिंग तुम 1 मार्क पाई जाउछो राइट आ एठार भी तुम आउ 1-2 मार्क पाइबो टोटल 5 मार्क हेतु बेले 2 तो रखिबो 2-3 तो अति कम रखो फॉलो लिखले पूरा रखिबो तुम जो पिला टोटाली पारु ना तांको पय मु कहि दउछि एठी जे मु जहा लिखबे एटा मुखस्त कर दो हैला दुईटा के वाक्य हम मुखस्त करब जो एप्लिकेशन आसला भी लिखिदेव है ना हाँ जब हेडमास्टर अच्छी हेडमास्टर लिख है आ थ्रो दि क्लास टीचर केवल स्कूल वाला डिपार्टमेंट लिख अन्न लिख ना वीडियो के कलेक्टर के अन्न अक्षर लिख ना या तुम से आकार लिखिपार जमी सेन्टेन्स अच्छी तापर एवं जहाँ लिखी तुम्हें से मुखस्त कर दो बॉडी फिटिंग देखा ये देख चाहना मुझे लिखली कौन यह तुमको मुखस्त कर भिड़ी गला तक रहा देख सरी पर टे खाली छबे कर यह वाक्य मुझे लिखिदेली विथ द रेस्पेक्ट आई बैक respect and humble submission I beg to start that I am এটা ভিডিওটা ঠিক আছে দূর করে দেবি দেখ তোমার আই তোমার নাম লিখবা ঠিক তারপরে ক্লাস লিখবা রোল নম্বর লিখবা অফিস স্কুল পাস এতকিটা লিখি দেবা এগুলা ছাড় ইয়াকু লিখি দেব ଏହା ପରବର୍ତ୍ତୀ ସମୟରେ କ'ଣ ଲେଖିବ ଏବେ ତୁମର କାରଣ ଲେଖିବାକୁ ଚେଷ୍ଟା କରିବ ଯେ ତୁମେ କାହିଁକି ସ୍କୁଲରେ ଆବସେଣ୍ଟ ମାନେ ଛୁଟି ନେବାକୁ ଚାହୁଁଛ କାହିଁକି ତୁମର ମା ସିରିୟସଲି ହେଲା ବାକ୍ୟ ପଢ଼େଇବା ଛୁଆମାନେ ताले मो माँ असुस्थ अच्छा एमती लिख आई गोट ए मेसेज फ्रॉम माय फादर दैट माय मदर इज सीरियसली इल इन हॉस्पिटल हॉस्पिटल कथा लिखा है हॉस्पिटल है ना बस यहाँ बनइबा केमती बनइब आई गोट ए मेसेज है ना जेहेतु तुम पास्ट काम से ना B2 रे अधिकांश वाक्य जीव अच्छा मैंने है ना अधिकांश वाक्य तुम माँ तो असुस्थ हो सारी है ना डू भी रे वाक्य अधिकांश जीव जैक B2 मुझे कहे डुगु यूज करबनी है ना ताले मो माँ हॉस्पिटल रे अच्छी बा मु गोटे खबर पाइली आई गॉट ए मेसेज फ्रॉम माय फादर दैट माय मदर इज इल इन दी हॉस्पिटल बनवा चाहूँ है ना वाक्य चमा लिखिपार एटू मुझे आरंभ कर आई एम डिसमाल बिंग हार्ड फ्रॉम ए मेसेज फ्रॉम माय फादर दैट माय मदर इज इल इन हॉस्पिटल नाउ मो माँ असुस्थ अच्छा एवं हॉस्पिटल अच्छा ये वाक्य मुझे लिखिदेली है छुआने एवं नेक्स्ट वाक्य आम कौन लिखा ये मुझे आई एम कर विड़े रखी चाहूना एवं कथार नेक्स्ट वाक्य आम कौन लिखा एवं आ गोटे वाक्य आम यह संबंध में लिखा जे तुम माँ असुस्थ अच्छा आ तुम जावा के जरूरी गोटे कौन लिखा मु जड़े पुओ बा मु पाठपढ़े मो मो माँ को बहुत भल पाए आ मु पाठपढ़े ध्यान दे पारना है ना आई लव माय मदर वेरी मच प्रथम वाक्य लिखिदेवी आपर कौन लिखी मु पाठपढ़े ध्यान आई एम नॉट एबल आई एम मेंटली वीक टू सिट इन द क्लास रे मो मानसिक स्तर असुस्थ अच्छी बसवाई है आई एम नॉट एबल टू कॉन्सेंट्रेट ऑन स्टडी पाठर में ध्यान दे पारना तेणु मत 2 दिन बा 3 दिन छुट्टी दिंतु प्रथम लिख आई लव माय मदर वेरी मच सादा सादा वाक्य लिख भल हम बनवा चाहूँ लिख लिखुच्छे मैंने आई लव माय मदर वेरी मच ताले एबे कौन आई एम फीलिंग मेंटली इल बा मेंटली डिस्टर्ब टू सिट इन द क्लास से वाक्य लिख बा है ना लिखिदेवा बा मु क्लास रे बसबार समर्थ नहीं बा मु पाठर ध्यान दे पारना लिखा चाहे आई एम नॉट एबल टू कॉन्सेंट्रेट ऑन स्टडी ये वाक्य लिखिदेल तापर कौन लिख तेणु मु छुट्टी नेबा चाहूँगी है चला आई वांट ए लीव ऑफ एटलिस्ट 5 days फ्रॉम एतकी टू एतकी है लिखिदेवा चाहूँ है ये से वाक्य लिखिले देख मैंने डबल आई लिखिली आई वांट ए लीव ऑफ एटलिस्ट 3 days टू सी माय मदर है ना इन दी हॉस्पिटल आउट बैक लिखिद आई काटिदेवी है चाहूँ तापर डेट गोटे पकेबे एतकी रु एतकी बनइदेवा चाहूँ तापर कौन लिखा मैंने डेट बीइंग फ्रॉम 8/7/2025 टू 11/7/2025 है ना ये लिखिदे चाहूँ एवं कौन लिख इफ आई शेल ये परमिटेड आई शेल रिमेन ग्रेटफुल टू यू है तापर वाक्य शेष कर पार
আর নহলে এইটা তুমি মুখস্থ করবো লাস্ট লাইনটা যে পারবো না এটা মুখস্থ করতে হবে হল না আর নহলে ইফ আই উইল বি এলাউড টু বা ইফ আই উইল বি পারমিটেড টু গো আই শাল রিমেন গ্রেটফুল টু বাকি লিখিকি শেষ করে পারবো আর নহলে যে ପିଲାମାନଙ୍କୁ ଆସୁନାହିଁ କିଛି ଏଇଟା ମୁଖସ୍ଥ କର ଏଇଟା ତ ମୁଖସ୍ଥ করতে ମୁଁ କହିଲି ଏତିକିଟା ହେଇଗଲା ନା ୟାକୁ ତ ମୁଖସ୍ଥ କରିବ ଆଉ ଏଠି ଯେଉଁ ଲେଖୁଛି ମୁଁ ସେଇଟା ମୁଖସ୍ଥ କରିଦେବା ଲେଖିଦିଅ ଛୁଆମାନେ ବାକି ଛୁଆମାନେ ବାକ୍ୟ ଏଇଟା ମୁଖସ୍ଥ କରିବ ଦେୟାରଫର୍ ଆଇ ପ୍ରେ ୟୁ ଟୁ ବି ଗୁଡ୍ ଆଣ୍ଡ କାଇଣ୍ଡ and up to grant my application which acts your kind consideration and oblige ହେଲା ୟାକୁ ତୁମେ ଉତାରି ଦେବ ଛୁଆମାନେ ମାନେ ଏଇଟା ମୁଖସ୍ଥ କରିଦେଇଥିବ ହେଲା ଆଉ ସେମାନେ ଯଦି କୌଣସି ଆପ୍ଲିକେସନ୍ ଲେଖିବାକୁ ଆସୁନାହିଁ ଏହା ଲେଖିଦେବ ଆଉ ଏହା ଲେଖିଦେବ ଯଦି ତୁମେ ଭିଡ଼ିଓ ବାଲା ଲେଖୁଛ ତାହେଲେ ଏଠି এটা উইথ একটা আমল সাবমিশন লিখে দিল আই ব্যাক টু টেট দ্যাট আই এম এ ভিলেজর অফ ড্যাশ ভিলেজ অফ ড্যাশ জিপি অফ ড্যাশ अंडर डैश ब्लॉक बस ଆଉ କେତେ ଲୋକ ଜନସଂଖ୍ୟା ଅଛନ୍ତି ଲେଖିଦେବ ବାସ୍ ତାପରେ ବଡି ଫିଟିଂ ପାଇଁ ଅଲଗା ବାକି ଏଇଟା ଲେଖିଦେବ ହେଲା ନା ଆଚ୍ଛା ବାକି କ'ଣ ହେବ ତୁମର ୟର୍ସ ଏଠି ଲେଖିବ ଫେଥଫୁଲି ନାଇଁ ସରି ଇଏ ଅବିଡିଏଣ୍ଟଲି ସେଇଟା ଆମେ ଟିକେ ଲେଖିଦେବା ଏଠି ହେଲା ଏଟା ଛୁଆମାନେ ମୁଁ ୟର୍ସ ଅବିଡିଏଣ୍ଟଲି ଲେଖିଦେଲି ଆହୁରି ଅଫ୍ କାର୍ଡ଼ ଆସିଗଲା ଅଫ୍ଟା କାଟିଦେବି ତାପରେ ତୁମର ନାମ ଏଠି ତୁମର ନାଁ କ'ଣ ଲେଖା ହେଇଛି ରବୀନ୍ଦ୍ର ଦାସ ତାପରେ କ୍ଲାସ୍ କେତେ ଲେଖିଦେବା ହେଲା ଲେଖିଦିଅ ଛୁଆମାନେ ଏବେ ଏପଟେ କ'ଣ ଲେଖିବ ଏପଟେ ଲେଖିବ ହେଡ଼ମାଷ୍ଟର ଡିରୁଡ଼ି ହାଇସ୍କୁଲ ବନେଇବା ଛୁଆମାନେ ଇଏ ଆସିଗଲା ଦେଖିପାରୁଛ ହେଡ଼ମାଷ୍ଟର ଡିରୁଡ଼ି ହାଇସ୍କୁଲ ତାପରେ ଏଠି ଡେଟ୍ ଗୋଟେ ପକାଇଦେବ ଇଏ ହେଇଗଲା ଛୁଆମାନେ ତାହେଲେ ୟର୍ସ ଅବିଡିଏଣ୍ଟଲି ଲୋକନାଥ ରବୀନ୍ଦ୍ରନାଥ ଦାସ ଡିରୁଡ଼ି ହାଇସ୍କୁଲ ଡେଟ୍ ହେଲା ଏତିକି ହେଲା ଏକ ବନେଇଦେବ ଭଲ করে ଇଏ ହେଲା ଛୁଆମାନେ ଇଏ ଆସିଗଲା ତୁମର ମୋଟାମୋଟି ଭାବରେ ଟ୍ରାନ୍ସଲେସନ୍ ହେଲା ଇଏ ତୁମର ଏହା ପୁରା ଟ୍ରାନ୍ସଲେସନ୍ ହେଲା ଆଶା କରୁଛ ମାନେ ବୁଝିପାରୁଛ ହେଇଗଲା ତାହେଲେ ପୁଣି ପଢ଼ିଦିଏ ଟୁ ଦି ହେଡ଼ମାଷ୍ଟର ଡିରୁଡ଼ି ହାଇସ୍କୁଲ ଡିରୁଡ଼ି ଥ୍ରୋ ଦି କ୍ଲାସ୍ ଟିଚର ରିକ୍ୱେଷ୍ଟ ଫର୍ ଲିଭ୍ ଫର୍ ମାଇ ମଦର୍ସ ଇଲନେସ୍ ଆଉ ହେଡ଼ମାଷ୍ଟରଟା ଏଠି ବଡ଼ ଅକ୍ଷର ହିଁ ଲେଖିବ ହେଲା ନା ତାପରେ ୱିଥ୍ ଡ୍ୟୁ ଆଇ ବେକ୍ ଟୁ humble submission I beg to start I am ଏଠି ତୁମ ନାମ ଲେଖିବ ଏଠି କ୍ଲାସ୍ ଲେଖିବ ରୋଲ୍ ନମ୍ବର ଲେଖିବ ତାପରେ I am dismal being ମୁଁ ଶୁଣିକି ଦୁଃଖିତ ହେଲି ହାର୍ଡ଼ ଫ୍ରମ୍ ଏ ମେସେଜ୍ ଫ୍ରମ୍ ମାଇ ଫାଦର ମୋ ବାପାଙ୍କ ପାଖରୁ ଦ୍ୟାଟ୍ ମାଇ ମଦର ଇଜ୍ ଇଲ୍ ଇନ୍ ହସ୍ପିଟାଲ ନା ଏବେ I love my mother very much ମୋ ମାଆଙ୍କୁ ବହୁତ ଭଲ ପାଏ I am not able to concentrate on study ପାଠପଢ଼ାରେ ମୁଁ ଧ୍ୟାନ ଦେଇପାରୁନାହିଁ I want a leave of 3 days to see my mother in the hospital डेट being डेटा ହେଲା ଏତିକି ତାପରେ ଏଇଟା ତୁମକୁ ମୁଁ କଥା କର therefore I pray you to be good and kind and up to grant my application which acts your kind consideration and oblige ହେଲା ତାପରେ your obediently ଏଟାରେ faithfully ଲେଖିବ ନାହିଁ ହେଲା ତୁମେ ଆଶା କର ତୁମେ ବୁଝିପାଇଛ ହେଇଗଲା ଯଦି ବୁଝିପାଇନଛ ମାନେ ହେଲେ ବି କମେଣ୍ଟ ବକ୍ସରେ ଲେଖିବ ହେଇଗଲା ତାହେଲେ ଆଜି ଏତିକି ବାଏ